ଆଜି ଭେସଲିନ୍ ଖୋଳରେ ବନିବା ପାଇଁ ଯାଉଛେ ଜଗନ୍ନାଥ। ଆଗ ଫେବକୁଇକ୍ ନେଇକି ଲଗେଇଦବା ଭଲ ଭାବରେ ଚିପକେଇ ଗଲା ପରେ ତାକୁ ଏବେ ରଖିବା ଟିକେ, କାହିଁକିନା ସେ ଭଲ ଭାବରେ ଚିପକେଇ ଯିବ। ତାପରେ ଫେବକୁଇକ୍ ମୁହଁ ଟିକେ ମାରିଦେବା, ଟିକେ ରଖିବା। ଏବେ କଳା ରଙ୍ଗ ଦିଆଯିବ, କାହିଁକିନା ଗୋଟେ କଳା ରଙ୍ଗ ଦିଆଯିବ, କାହିଁକିନା ଭଲ ଦୁଶିବା ପାଇଁ ଦିଆହେଉଛି। ଦେଖିବେ ଦେଖନ୍ତୁ ଦିଆଯାଉଛି, ତା ଚାରିପାଖେ ଦିଆଯିବ, କାହିଁକିନା ଭଲ ଦେଖିବା ପାଇଁ ଦିଆଯିବ। ଆଉ ଗୋଟେ ପଟରେ ଦିଆଯିବ। ଏବେ ଆଉ ଗୋଟେ ପାଖରେ ବି ଦିଆଗଲା। ଏ ପାଖରେ ବି ଯେଉଁ ଦିଆଯାଇଥିଲା ଏ ପାଖରେ ବି ଦିଆଯାଉଛି। ଏବେ ଦେଖନ୍ତୁ ଚାରିପାଖେ ଦିଆଗଲା। ଏବେ ଭଲ ଦୁଶିବା ପାଇଁ। ଦେଖିବେ, ଦେଖନ୍ତୁ ଟିକେ ଯେଉଁ ରହିଯାଇଛି ସେ ଟିକେରେ ବି ଦେବା ଦରକାର, କାହିଁକିନା ସେଟା ନ ଲଗାଇଲେ ଭଲ ଦୁଶିବନି। ସେଥିପାଇଁ ଏବେ ସରିଲା। ଏବେ ଆଉ ଟିକେ ବାକି ଅଛି ମାରିବା, ଟିକେ ରହିବ। ଏବେ ଟିକେ ତାକୁ ରଖେଇଦେବା, କାହିଁକିନା ଶୁଖିଗଲା ପରେ ଏବେ ଆଉ ଗୋଟେ ଭେସଲିନ୍ ଖୋଳରେ ଲାଲ ରଙ୍ଗ ମରିବା ପାଇଁ ଯିବେ। ଦେଖନ୍ତୁ ମରୁଛି ଏବେ ଲାଲ ରଙ୍ଗ, ନାଲିଆ ରଙ୍ଗ ମରୁଛି। ସିଏ ବି ଚାରିପାଖେ ମଡ଼ାଯିବ, କାହିଁକିନା ଭଲ ଦୁଶିବା ପାଇଁ। ଏବେ ଦେଖନ୍ତୁ ଚାରିପାଖେ ମଡ଼ା ଯାଉଛି। ଏବେ ଉଲ୍ଟା ଗଲା, କାହିଁକିନା ସାଇଡ୍ ଗୁଡ଼ାକରେ ଦିଆଯାଉଛି। ଆପଣମାନଙ୍କୁ ଦେଖିବେ, ଦେଖନ୍ତୁ ଏଇ ମଡ଼ା ଗଲା। ସିଏ ତାକୁ ବି ରଖାଯିବ ଶୁଖିବା ପାଇଁ, କାହିଁକିନା ସେ ବି ଶୁଖିଗଲା ପରେ ଭଲ ଦୁଶିବ। ସେଥିପାଇଁ ଏବେ ଚାରିପାଖେ ମଡ଼ା ଗଲା ପରେ ଟିକେ ରଖିବା ଶୁଖିବା ପାଇଁ। ଦେଖନ୍ତୁ ହଳଦିଆ ରଙ୍ଗ ମରାଗଲା, ଠିପିରେ ହଳଦିଆ ରଙ୍ଗ ମଡ଼ାଗଲା। ଏବେ ଦେଖନ୍ତୁ ଭଲ ଭାବରେ ମଡ଼େଇଗଲେ ତାକୁ ଆଉ କିଛି ବନିବା ପାଇଁ ଯିବେ। ଦେଖନ୍ତୁ ଏବେ ନିଳିଆ ରଙ୍ଗ ଠୁପିକି ଦିଆଯାଉଛି, କାହିଁକିନା ଭଲ ଦୁଶିବ। ସେଥିପାଇଁ ଦେଖନ୍ତୁ ବନି ସାରିଲା ପରେ ଦେଖିବେ ଭଲ ଦୁଶିବ ନା ଭଲ ଦୁଶିବନି କମେଣ୍ଟ କରିବେ ଆପଣମାନେ। ଦେଖନ୍ତୁ ଏବେ ଦିଆଯାଉଛି, ଏଇ ଫୁଟିକି ଦିଆଯାଉଛି। ଦିଆଗଲା ପରେ ଏବେ ଆଖିରେ ଧଳା ରଙ୍ଗ ଦିଆଗଲା। ଏବେ ତାଙ୍କ ଚାରିପାଖେ ଦିଆଯିବ ଲାଲ ରଙ୍ଗ, କାହିଁକିନା ଭଲ ଦୁଶିବ। ଦେଖିପାରୁଥିବେ ଆପଣ, ଦେଖନ୍ତୁ ଚାରିପାଖେ ଦିଆଯାଉଛି। ଏବେ ଚାରିପାଖରେ ଦିଆଗଲା ପରେ ଆଉ ଯେଉଁ ଆଖି ସେଥିରେ ବି ଦିଆଯିବ ନାଲିଆ ରଙ୍ଗ। ଦେଖନ୍ତୁ ଇଏ ବି ଦିଆଯାଉଛି ଲାଲ ରଙ୍ଗ। ଦେଖନ୍ତୁ ଭଲ ଭାବରେ ଦିଆଯାଉଛି, କାହିଁକିନା ଧଳା ରଙ୍ଗରେ ଲାଗିଗଲେ ଅସୁବିଧା ଅଛି। ସେଥିପାଇଁ ଦେଖିକି ଯିବା ପାଇଁ ପଡ଼ିବ। ଦେଖନ୍ତୁ ଇଏ ଚାରିପାଖେ ଦିଆଗଲା ପରେ ଆଗ ପାଟି କରିବା ପାଇଁ ପଡ଼ିବ। ଦେଖନ୍ତୁ ପାଟି କରାଯାଉଛି କେମିତିକା, ଲାଲ ରଙ୍ଗରେ, ତା ତଳରେ ଧଳା ରଙ୍ଗ ଦିଆଯାଉଛି। ଦେଖନ୍ତୁ ତାପରେ ୟାଙ୍କ ଇଏ ବନିବା ପାଇଁ ଭଲ, ଦେଖନ୍ତୁ ବନିବା ପାଇଁ ଦିଆଯାଉଛି। ଏଠି ଆଇବ୍ରୋ ବନାଯାଉଛି, ଦେଖନ୍ତୁ ଧଳା ରଙ୍ଗରେ। ଏଇ ପାଖରେ ବି ବନାଯିବ। ଦେଖନ୍ତୁ ବନା ସରିଗଲା। ୟାଙ୍କ ନାକ ବନିବା ପାଇଁ ଯିବା। ଦେଖନ୍ତୁ ଧଳା ରଙ୍ଗରେ ମରାଯାଉଛି। ଦେଖନ୍ତୁ କେମିତିକା ନାକ ଫୁଲାଇବ ପାଟି କରି। ଦେଖନ୍ତୁ ତାପରେ ତାଙ୍କ ତଳକୁ ଯେଉଁ ହଳଦିଆ ରଙ୍ଗ ଦିଆଯିବ। ଦେଖିପାରୁଥିବେ, ଦେଖନ୍ତୁ ହଳଦିଆ ରଙ୍ଗ ଦିଆଯାଉଛି। ଦେଖନ୍ତୁ ପୁରା ତୀର ଚିହ୍ନ ଭଳି କରାଯାଉଛି।
ଦେଖନ୍ତୁ ଭଲ ଦେଖାଯାଉଛି। ଦେଖନ୍ତୁ ଏଇଟା ହେଉଛି ପୁରା ପ୍ରିଣ୍ଟ ମାନେ ବୁଝିତେ ଯିବାକୁ ପଡ଼ିବ। ଏଇ ଦେଖନ୍ତୁ এইটা ফুল ଦିଆଗଲା, ସେଟା ଟିକେ ଶୁଖିଲା ପରେ ଏଇଟା ଏଇରକମ କରାଗଲା। ଏବେ ଫାଇନାଲି ସେଟା କୁନି ଜଗନ୍ନାଥ ବନା ସଇଲା। ଜୟ ଜଗନ୍ନାଥ।